ସୁପର 4 ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣା। ତେବେ ସୂଚନା ଅନୁସାରେ ଏସିଆ କପ୍ 2025ରେ ଏପର୍ଯ୍ୟନ୍ତ ଭାରତୀୟ ଦଳ ଏକପାଖିଆ ପ୍ରଦର୍ଶନ କରିଛି। ଗ୍ରୁପ୍ ପର୍ଯ୍ୟାୟ ସମାପ୍ତ ହେବା ପରେ ଟିମ୍ ଇଣ୍ଡିଆ ସୁପର 4 ରାଉଣ୍ଡରେ ତାର ପରବର୍ତ୍ତୀ ମ୍ୟାଚ୍ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ, ଯେଉଁଠାରେ ଏହା ପୁଣି ଥରେ ପାକିସ୍ତାନ ସହିତ ମୁକାବିଲା କରିବ। ଗ୍ରୁପ୍ ଷ୍ଟେଜ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମୁକାବିଲାକୁ ଟିମ୍ ଇଣ୍ଡିଆ 7 ୱିକେଟରେ ଜିତିଥିଲା ମଧ୍ୟ ସେମାନେ କୌଣସି ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ। ଏହା ପାକିସ୍ତାନ ଦଳ ପକ୍ଷରୁ ଯଥେଷ୍ଟ ଡ୍ରାମା ମଧ୍ୟ ଦେଖିବାକୁ ମିଳିଥିଲା, ଯାହା ସୁପର 4 ମ୍ୟାଚ୍ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏବଂ ଏହାକୁ ନେଇ ଏବେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ନାମ ନ ନେଇ ତାଙ୍କୁ ଚେତାବନୀ ଦେଇଛନ୍ତି। ଟିମ୍ ଇଣ୍ଡିଆ ଓମାନ ବିପକ୍ଷରେ ଗ୍ରୁପ୍ ଷ୍ଟେଜ୍ର ଶେଷ ମ୍ୟାଚ୍ 21 ରନରେ ଜିତିଛି। ମ୍ୟାଚ୍ ଉପସ୍ଥାପନା ସମୟରେ ଯେତେବେଳେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପାକିସ୍ତାନ ବିପକ୍ଷରେ ଆଗାମୀ ସୁପର 4 ମ୍ୟାଚ୍ ବିଷୟରେ ପଚରାଯାଇଥିଲା, ସେ ପାକିସ୍ତାନ ଦଳର ନାମ ନ ନେଇ କହିଥିଲେ ଯେ ସେମାନେ ସୁପର 4ର କୌଣସି ଦଳକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଗ୍ରୁପ୍ ଷ୍ଟେଜ୍ ମ୍ୟାଚ୍ ସମୟରେ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ ଏବଂ ଟସ୍ ସମୟରେ ସେମାନଙ୍କ ଅଧିନାୟକ ସଲମାନ ଅଲି ଆଘାଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ। ଭାରତ ମ୍ୟାଚ୍ ଜିତିବା ପରେ ମଧ୍ୟ ଭାରତୀୟ ଖେଳାଳିମାନେ ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇ ଡ୍ରେସିଂ ରୁମ୍କୁ ପଳାଇ ଯାଇଥିଲେ। ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳର ଟି-20ରେ ପାକିସ୍ତାନ ବିପକ୍ଷରେ ରେକର୍ଡ ସୃଷ୍ଟି ଭାବରେ ଏକପାଖିଆ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟି-20 ଆନ୍ତର୍ଜାତୀୟ ମ୍ୟାଚ୍ 2007 ମସିହାରେ ଖେଳାଯାଇଥିଲା। ସେବେଠାରୁ ଦୁଇ ଦଳ 14 ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ଟିମ୍ ଇଣ୍ଡିଆ ସେଥିମଧ୍ୟରୁ 11 ମ୍ୟାଚ୍ ଜିତିଛି, ଯେତେବେଳେ ପାକିସ୍ତାନ କେବଳ 3ଟି ଜିତିଛି। ଉଭୟ ଦଳର ବର୍ତ୍ତମାନର ଫର୍ମକୁ ବିଚାର କଲେ ଟିମ୍ ଇଣ୍ଡିଆ ସ୍ପଷ୍ଟ ଭାବରେ ଉପରେ ରହିଛି।